ଆମ ଚାରିପାଖରେ ଦୁନିଆଟା ସବୁବେଳେ ବଦଳୁଛି ନୁହେଁ କି? କିନ୍ତୁ କେବେ ଭାବିଛନ୍ତି କି ଏହି ସବୁ ପରିବର୍ତ୍ତନକୁ ବୁଝିବା ପାଇଁ ଆଉ ବର୍ଣ୍ଣନା କରିବା ପାଇଁ ବି ଗୋଟେ ସ୍ୱତନ୍ତ୍ର ଭାଷା ଅଛି? ହଁ, ଆଜି ଆମେ ସେ ରସାୟନ ବିଜ୍ଞାନର ରହସ୍ୟମୟ ଭାଷା ଭିତରକୁ ଯିବା। ଆଚ୍ଛା, କେବେ ଭାବିଛନ୍ତି ଖରାଦିନେ କ୍ଷୀରଟା ହଠାତ୍ ଖଟା କାହିଁକି ହୋଇଯାଏ? କିମ୍ବା ଘର ବାହାରେ ପଡ଼ିଥିବା ଲୁହାକଣ୍ଟାରେ ବର୍ଷା ପରେ କଳଙ୍କି କେମିତି ଲାଗିଯାଏ? ଦେଖିବାକୁ ଗଲେ ଏସବୁ ବହୁତ ସାଧାରଣ କଥା, କିନ୍ତୁ ଏହା ପଛରେ ନା ଏକ ଅଦୃଶ୍ୟ ବିଜ୍ଞାନ କାମ କରୁଛି। ତେବେ ସେଇଟା କ'ଣ? ତେବେ ଏହିସବୁ ଘଟଣାର ମୂଳ କାରଣ ହେଉଛି ରାସାୟନିକ ପ୍ରତିକ୍ରିୟା। ଆଜିର ଏହି ଆଲୋଚନାରେ ଆମେ ସେହି ପରମାଣୁମାନଙ୍କର ଅଦୃଶ୍ୟ ନାଚକୁ ବୁଝିବାକୁ ଚେଷ୍ଟା କରିବା, ଯାହା ଆମ ଦୁନିଆକୁ ପ୍ରତି ମୁହୂର୍ତ୍ତରେ ବଦଳେଇ ଚାଲିଛି। ତେବେ ଏହି ଅଦୃଶ୍ୟ ନାଚକୁ ବୁଝିବାକୁ ହେଲେ ଆମକୁ ପ୍ରଥମେ ତାର ଭାଷା ଶିଖିବାକୁ ପଡ଼ିବ। ଚାଲନ୍ତୁ ଦେଖିବା କେମିତି ଗୋଟିଏ ସାଧାରଣ ଘଟଣାକୁ ରସାୟନ ବିଜ୍ଞାନର ସଂକେତରେ ପ୍ରକାଶ କରାଯାଏ। ଉଦାହରଣ ସ୍ୱରୂପ ଗୋଟେ ମ୍ୟାଗ୍ନେସିୟମ୍ ଫିତାକୁ ନିଆଁରେ ଜଳେଇଲେ କ'ଣ ହୁଏ ଦେଖନ୍ତୁ। ଏକଦମ ଚମତ୍କାର ଉଜ୍ଜ୍ୱଳ ଆଲୋକ ସହିତ ଏହା ଜଳିଉଠେ ଆଉ ଶେଷରେ ଏକ ଧଳା ରଙ୍ଗର ପାଉଁଶରେ ବଦଳିଯାଏ। ଏହା ହିଁ ହେଉଛି ଏକ ରାସାୟନିକ ପ୍ରତିକ୍ରିୟା, ଯେଉଁଠି ଗୋଟିଏ ପଦାର୍ଥ ସମ୍ପୂର୍ଣ୍ଣ ଭାବରେ ଏକ ନୂଆ ପଦାର୍ଥରେ ପରିଣତ ହୋଇଯାଏ। ଆଚ୍ଛା, ପ୍ରତିଟି ରାସାୟନିକ ପ୍ରତିକ୍ରିୟାକୁ ନା ଗୋଟିଏ ରୋଷେଇ ପ୍ରଣାଳୀ ସହ ତୁଳନା କରାଯାଇପାରେ। ଯେମିତି ଆମେ ରୋଷେଇ ପାଇଁ କିଛି ସାମଗ୍ରୀ ବ୍ୟବହାର କରୁ, ଠିକ୍ ସେମିତି ଏଠି ଯେଉଁ ମୂଳ ପଦାର୍ଥ ଥାଏ ତାକୁ କୁହାଯାଏ ପ୍ରତିକାରକ ବା ରିଆକ୍ଟେନ୍ସ। ଆଉ ରୋଷେଇ ସରିଲା ପରେ ଯେଉଁ ନୂଆ ଖାଦ୍ୟ ତିଆରି ହୁଏ ସେଇଟା ହେଲା ଆମର ଉତ୍ପାଦ ବା ପ୍ରଡକ୍ଟ। ତେବେ ଆମ ମ୍ୟାଗ୍ନେସିୟମ୍ ଉଦାହରଣରେ ମ୍ୟାଗ୍ନେସିୟମ୍ ଆଉ ବାୟୁରେ ଥିବା ଅମ୍ଳଜାନ ହେଲେ ପ୍ରତିକାରକ, ଆଉ ସେ ଯେଉଁ ଧଳା ପାଉଁଶ ବାହାରିଲା ମାନେ ମ୍ୟାଗ୍ନେସିୟମ୍ ଅକ୍ସାଇଡ୍ ସେଟା ହେଲା ଉତ୍ପାଦ। କେତେ ସହଜ ନୁହେଁ କି? ଏବେ ଏତେ ଲମ୍ବା ବାକ୍ୟ ଲେଖିବା ବଦଳରେ ରସାୟନ ବିଜ୍ଞାନୀମାନେ ଏକ ସଂକ୍ଷିପ୍ତ ଆଉ ଶକ୍ତିଶାଳୀ ଭାଷା ବ୍ୟବହାର କରନ୍ତି। ତାକୁ କୁହାଯାଏ ରାସାୟନିକ ସମୀକରଣ। ଏହା ଗୋଟେ ୟୁନିଭର୍ସାଲ କୋଡ୍ ଭଳି, ଯାହା ପୁରା ପ୍ରତିକ୍ରିୟାକୁ ଗୋଟିଏ ଲାଇନ୍ରେ ବୁଝେଇ ଦିଏ। କିନ୍ତୁ ଏହି ସମୀକରଣ ଲେଖିବାର ଗୋଟେ ମୂଳ ନିୟମ ଅଛି। ଆଉ ଏଇଟା କେବଳ ରସାୟନ ବିଜ୍ଞାନର ନିୟମ ନୁହେଁ, ବରଂ ଏହା ହେଉଛି ସମଗ୍ର ବ୍ରହ୍ମାଣ୍ଡର ଏକ ଅପରିବର୍ତ୍ତନୀୟ ସତ୍ୟ। ଏହାକୁ କୁହାଯାଏ ବସ୍ତୁତ୍ୱ ସଂରକ୍ଷଣ ନିୟମ। ସରଳ ଭାଷାରେ କହିଲେ, ଆମେ କୌଣସି ଜିନିଷକୁ ସୃଷ୍ଟି କରିପାରିବାନି କିମ୍ବା ସମ୍ପୂର୍ଣ୍ଣ ବିନାଶ କରିପାରିବାନି, କେବଳ ତାର ରୂପ ବଦଳେଇ ପାରିବା। ଏହାର ମାନେ ହେଲା ପ୍ରତିକ୍ରିୟା ଆରମ୍ଭରେ ଯେତୋଟି ପରମାଣୁ ଥିଲା ଶେଷରେ ବି ଠିକ୍ ସେତିକି ହିଁ ରହିବ, କିଛି ବି ଏପଟ ସେପଟ ହେବନି। ଆଉ ସେଥିପାଇଁ ହିଁ ରାସାୟନିକ ସମୀକରଣର ଉଭୟ ପଟକୁ ସବୁବେଳେ ସନ୍ତୁଳିତ ବା ବାଲାନ୍ସ କରିବାକୁ ପଡ଼େ। ଏହା କେବଳ ଗୋଟେ ଗଣିତ ନିୟମ ନୁହେଁ, ବରଂ ଏହା ପ୍ରକୃତିର ସନ୍ତୁଳନକୁ ଦର୍ଶାଏ। ମାନେ ପରମାଣୁର ହିସାବ ସବୁବେଳେ ବରାବର ରହିବା ଦରକାର। ହଁ, ତେବେ ଗୋଟେ ସମୀକରଣକୁ ସନ୍ତୁଳିତ କରିବା କଥାଟା ଶୁଣିବାକୁ ଯେତେ କଷ୍ଟ ଲାଗୁଛି ସେତେ କଷ୍ଟ ନୁହେଁ। ଏହା ପୂରାପୂରି ଗୋଟେ ପଜଲ୍ ସଲ୍ଭ କରିବା ଭଳି ମଜାଦାର। ଚାଲନ୍ତୁ ଏହି ଉଦାହରଣକୁ ଷ୍ଟେପ୍ ବାଇ ଷ୍ଟେପ୍ କରିବା। ପ୍ରଥମ କାମ ହେଲା ଉଭୟ ପଟେ କେତେ ପରମାଣୁ ଅଛି ତାର ହିସାବ କରିବା। ଆମେ ସବୁବେଳେ ସବୁଠୁ ଜଟିଳ ଯୌଗିକରୁ ଆରମ୍ଭ କଲେ ସହଜ ହୁଏ। ଏଠି ସେଇଟା ହେଲା Fe3O4। ତେବେ ଡାହାଣ ପଟେ ଅମ୍ଳଜାନ ଅଛି 4ଟା, ତେଣୁ ବାମ ପଟେ H2O ଆଗରେ ଗୋଟେ 4 ଲଗେଇଦେବା। ଏବେ କ'ଣ ହେଲା, ବାମ ପଟେ ଉଜ୍ଜାନ ହୋଇଗଲା 4 ଗୁଣନ 2 ମାନେ 8ଟା, ତେଣୁ ଡାହାଣ ପଟେ H2 ଆଗରେ ବି 4 ଲଗେଇବା। ବସ୍, ଉଜ୍ଜାନ ବି ବରାବର ହେଇଗଲା। ଶେଷରେ ରହିଲା ଲୁହା ବା Fe। ଡାହାଣ ପଟେ 3ଟା ଅଛି, ତେଣୁ ବାମ ପଟେ Fe ଆଗରେ 3 ଲଗେଇଦେଲେ କାମ ସରିଲା। ଦେଖିଲେ, ଏବେ ଉଭୟ ପଟେ ସବୁ ପରମାଣୁର ସଂଖ୍ୟା ସମାନ। ଏହାକୁ ହିଟ୍ ଆଣ୍ଡ ଟ୍ରାଏଲ୍ ବା ପରଖ ନିରେଖ ପଦ୍ଧତି କୁହନ୍ତି। ତେବେ ଏବେ ଯେତେବେଳେ ଆମେ ରାସାୟନିକ ସମୀକରଣର ବ୍ୟାକରଣ ଜାଣିଗଲେ, ଚାଲନ୍ତୁ ଏହାର କିଛି ମୁଖ୍ୟ କାହାଣୀ ବିଷୟରେ ଜାଣିବା। ରସାୟନ ବିଜ୍ଞାନରେ ପ୍ରତିକ୍ରିୟାଗୁଡ଼ିକ ମୁଖ୍ୟତଃ 4 ପ୍ରକାରର କାହାଣୀ କହିଥାନ୍ତି। ହଁ, ମୁଖ୍ୟତଃ 4 ପ୍ରକାରର ରାସାୟନିକ ପ୍ରତିକ୍ରିୟା ଅଛି। ପ୍ରଥମଟି ହେଲା ସଂଶ୍ଳେଷଣ, ଯେଉଁଥିରେ 2ଟି ଜିନିଷ ମିଶି ଗୋଟିଏ ହୋଇଯାଏ। ତାର ଠିକ୍ ଓଲଟା ହେଲା ବିଘଟନ, ଯେଉଁଠି ଗୋଟିଏ ବଡ଼ ଜିନିଷ ଭାଙ୍ଗି ଛୋଟ ଛୋଟ ଜିନିଷରେ ପରିଣତ ହୁଏ। ତାପରେ ଆସିଲା ବିସ୍ଥାପନ, ଯେଉଁଠି ଗୋଟେ ଅଧିକ ଶକ୍ତିଶାଳୀ ମୌଳିକ ଆଉ ଗୋଟେ ଦୁର୍ବଳ ମୌଳିକକୁ ତା ସ୍ଥାନରୁ ହଟେଇ ଦିଏ। ଆଉ ଶେଷରେ ଦ୍ୱୈତ ବିସ୍ଥାପନ, ଯେଉଁଠି 2ଟି ଯୌଗିକ ନିଜ ନିଜ ସାଥୀ ବଦଳ କରିଦିଅନ୍ତି, ବିଲକୁଲ ଏକ ପାର୍ଟନର ସ୍ୱାପ୍ ଭଳି। ଜାଣନ୍ତି, ଏହି ପ୍ରତିକ୍ରିୟାଗୁଡ଼ିକ କେବଳ ବହିର ସୂତ୍ର ଭିତରେ ସୀମିତ ନୁହେଁ, ଏହା ଆମ ଚାରିପାଖରେ ସବୁବେଳେ ଘଟୁଛି। ଯେମିତି କଲିଚୂନରେ ପାଣି ମିଶେଇଲେ ଯେଉଁ ତାପ ସୃଷ୍ଟି ହୁଏ, ତାହା ହେଉଛି ସଂଶ୍ଳେଷଣ। ସେହିପରି ଲେଡ୍ ନାଇଟ୍ରେଟ୍କୁ ଗରମ କଲେ ଯେଉଁ ବାଦାମୀ ରଙ୍ଗର ଧୂଆଁ ବାହାରେ, ତାହା ହେଉଛି ବିଘଟନ। ପ୍ରତ୍ୟେକ ପ୍ରକାରର ପ୍ରତିକ୍ରିୟାର ନିଜର ଏକ ସ୍ୱତନ୍ତ୍ର ଦୃଶ୍ୟମାନ ପ୍ରମାଣ ଥାଏ। ଠିକ୍ ଅଛି, ଏବେ ଚାଲନ୍ତୁ ଆମ ଆଲୋଚନାକୁ ପୁଣି ସେହିଠିକି ଫେରାଇ ଆଣିବା ଯେଉଁଠୁ ଆମେ ଆରମ୍ଭ କରିଥିଲେ। ଆମେ ଆରମ୍ଭରେ ଯେଉଁ ରହସ୍ୟମୟ ଘଟଣା ବିଷୟରେ କଥା ହେଉଥିଲେ, ସେଗୁଡ଼ିକୁ ବୁଝିବା ପାଇଁ ଏବେ ଆମ ପାଖରେ ଯଥେଷ୍ଟ ଜ୍ଞାନ ଅଛି।
କଳଙ୍କି ଲାଗିବା ଏବଂ ଖାଦ୍ୟ ଖରାପ ହେବା ପଛରେ ଏକ ବିଶେଷ ପ୍ରକ୍ରିୟା କାମ କରେ ଯାହାକୁ ଜାରଣ ବିଜାରଣ ବା ରେଡକ୍ସ ପ୍ରତିକ୍ରିୟା କୁହାଯାଏ। ଦେଖନ୍ତୁ, ସରଳ ଭାଷାରେ ଯେତେବେଳେ କୌଣସି ପଦାର୍ଥ ଅମ୍ଳଜାନ ଲାଭ କରେ ତାକୁ ଜାରଣ କୁହାଯାଏ, ଆଉ ଯେତେବେଳେ ସେ ଅମ୍ଳଜାନ ହରାଏ ତାକୁ ବିଜାରଣ କୁହାଯାଏ। ଆଉ ସବୁଠୁ ମଜା କଥା ହେଲା, ଏହି ଦୁଇଟି ପ୍ରକ୍ରିୟା ସବୁବେଳେ ଏକା ସାଙ୍ଗରେ ହିଁ ଘଟେ, ଯୋଡ଼ି ହୋଇ। ଉଦାହରଣ ସ୍ୱରୂପ ଏହି ପ୍ରତିକ୍ରିୟାକୁ ଦେଖନ୍ତୁ। ଏଠାରେ କପର ଅକ୍ସାଇଡ୍ ନିଜର ଅମ୍ଳଜାନ ହରାଉଛି, ତେଣୁ ଏହା ବିଜାରିତ ହେଉଛି। ଆଉ ଠିକ୍ ସେହି ସମୟରେ ଉଦ୍ଜାନ ସେହି ଅମ୍ଳଜାନକୁ ଗ୍ରହଣ କରୁଛି, ତେଣୁ ଏହା ଜାରିତ ହେଉଛି। ଏହା ଗୋଟେ ସମ୍ପୂର୍ଣ୍ଣ ଦେବାନେବାର ଖେଳ, ଯେଉଁଠି ଜଣେ ହରାଏ ଆଉ ଜଣେ ପାଏ। ଆଉ ଏହି ଜାରଣ ପ୍ରକ୍ରିୟାର ଦିଟି ସବୁଠୁ ଖରାପ ଉଦାହରଣ ହେଲା ସଂଖ୍ୟାରଣ ବା କଳଙ୍କି ଲାଗିବା ଏବଂ ସଢ଼ାପଣ ବା ଖାଦ୍ୟ ନଷ୍ଟ ହେବା। ଦୁଇଟିଯାକ ଘଟଣା ପଛରେ ସମାନ ରାସାୟନିକ ପ୍ରକ୍ରିୟା, ମାନେ ଜାରଣ ହିଁ ଦାୟୀ। ଗୋଟିଏ ଲୁହା ଭଳି ଧାତୁକୁ ନଷ୍ଟ କରେ, ଆଉ ଅନ୍ୟଟି ଆମ ଖାଦ୍ୟକୁ। ଏବେ ବୁଝିଲେ ତ, ଚିପ୍ସ ପ୍ୟାକେଟରେ ନାଇଟ୍ରୋଜେନ୍ ଗ୍ୟାସ୍ କାହିଁକି ଭର୍ତ୍ତି କରାଯାଇଥାଏ? ହଁ, ଏହି ଜାରଣ ପ୍ରକ୍ରିୟାକୁ ଧୀମା କରିବା ପାଇଁ। ତେବେ ଆମ ନିଶ୍ୱାସ ନେବାଠାରୁ ଆରମ୍ଭ କରି ଆମର ଖାଦ୍ୟ ହଜମ ହେବା ପର୍ଯ୍ୟନ୍ତ ଆମ ଜୀବନର ପ୍ରତିଟି ମୁହୂର୍ତ୍ତ ହେଉଛି ରାସାୟନିକ ପ୍ରତିକ୍ରିୟାର ଏକ କାହାଣୀ। ଆଉ ଏବେ ଆମେ ସମସ୍ତେ ଏହି ଭାଷାକୁ ପଢ଼ିବା ଶିଖିଗଲୁ। ତେବେ ଭାବନ୍ତୁ ତ, ଆମ ଚାରିପାଖର ଦୁନିଆ ଏବେ ଆମକୁ ଆଉ କେଉଁ କେଉଁ ନୂଆ କାହାଣୀ ଶୁଣାଇବ।